ରାଣୀହାଟରେ ବଳଦେବଜୀଉଙ୍କର ଲକ୍ଷ୍ମୀନାରାୟଣ ବା ବାଡ଼କିଆ ବେଶ। ପବିତ୍ର ଧର୍ମ କାର୍ତ୍ତିକ ଧର୍ମ ମାସରେ ପଞ୍ଚକ ତିଥିର ପଞ୍ଚମୀ ତିଥି ବା ପଞ୍ଚମ ଦିନରେ ମହାପ୍ରଭୁଙ୍କର ଲକ୍ଷ୍ମୀନାରାୟଣ ବା ବାଳକିଆ ବେଶ କରାଯାଇଛି। ସେବକମାନଙ୍କ ଦ୍ୱାରା ଏହି ବେଶକୁ ବେଶ ଉତ୍ସାହର ସହ ସମାପନ କରାଯାଇଥିଲା। ଯେହେତୁ କୋଭିଡ କଟକଣା ରହିଛି, ଭକ୍ତ ଦର୍ଶନ ପାଇଁ ବନ୍ଦ ହୋଇଥିଲା ମନ୍ଦିର, ଭକ୍ତମାନେ ନିଷିଦ୍ଧାଞ୍ଚଳ ବାହାରେ ରହି ଏହି ବେଶ ଦର୍ଶନ କରିଥିଲେ ଏବଂ ମହାପ୍ରଭୁଙ୍କୁ ସୁମରଣ କରିଥିଲେ। ଏହି ବେଶର ପଞ୍ଚମ ଦିନରେ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ ତରଫରୁ ଟ୍ରଷ୍ଟି ଶ୍ରୀ ମନୋଜ କୁମାର ସାହୁଙ୍କର ପ୍ରତ୍ୟକ୍ଷ ପରିଚାଳନା ଓ ରଥ ପରିଚାଳନା କମିଟି ଅଧ୍ୟକ୍ଷ ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ ସାହୁଙ୍କର ସଂଯୋଜନାରେ ସଭ୍ୟ ଶ୍ରୀ ଇଞ୍ଜିନିୟର ରାମଚନ୍ଦ୍ର ସାହୁ, ବସନ୍ତ କୁମାର ସାହୁ, କିଶୋର କୁମାର ସାହୁ, ସୁବ୍ରତ କୁମାର ସାହୁଙ୍କର ସହାୟତାରେ ଏହି ନୀତି ବେଶ ସମ୍ପୂର୍ଣ୍ଣ ଭାବେ ଶାନ୍ତିପୂର୍ଣ୍ଣ ଭାବେ ସମାପନ କରାଯାଇଥିଲା। ରାଣୀହାଟ ବଳଦେବଜୀ ମନ୍ଦିରରୁ ପ୍ରଶାନ୍ତ ଦାସଙ୍କ ରିପୋର୍ଟ, ଇଣ୍ଡୋ ଟିଭି। ଉତ୍କଳୀୟ ଧର୍ମ ପରମ୍ପରାରେ 12 ମାସରେ 13 ପର୍ବ। ପବିତ୍ର ଧର୍ମ ମାସ କାର୍ତ୍ତିକ। ଏହି ମାସରେ ମହାପ୍ରଭୁ ମହାଦେବଙ୍କ ଏକ ସ୍ୱତନ୍ତ୍ର ରୀତିନୀତି ଅନୁଷ୍ଠିତ ହୋଇଥାଏ। ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ଲାଗି କରାଯାଇଛି ବାବାଙ୍କର ପ୍ରିୟ ଭୋଗ ଗଜ ଭୋଗ। ବର୍ଷ ତମାମ ଭକ୍ତଟି ଅପେକ୍ଷା କରି ରହିଥାଏ ଏହି ଭୋଗକୁ ପାଇବା ପାଇଁ। ଚଳିତ ବର୍ଷ କୋଭିଡ କଟକଣା ପାଇଁ ଗଜଭୋଗ ବିତରଣ ବନ୍ଦ ହୋଇଛି। ଧବଳେଶ୍ୱରଙ୍କ ପୀଠରେ ରାତ୍ର 1 ଘଟିକା ସମୟରେ ପହଡ଼ ଖୋଲାଯାଇ ମଙ୍ଗଳ ଆଳତି, ବାଳଭୋଗ ଓ ଘର୍ଷଣ ପରେ ଠିକ୍ ରାତ୍ର 3 ଘଣ୍ଟାରେ ଲାଗି କରାଯାଇଥିଲା ମହାପ୍ରଭୁଙ୍କର ପ୍ରିୟ ଗଜଭୋଗ। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧିକ୍ଷଣରେ ଏହି ଭୋଗ ଲାଗି କରାଯାଇଥିଲା। ଆଜି ମଧ୍ୟ କିରାତ ଅର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର। ଧବଳେଶ୍ୱରଙ୍କ ପୀଠରୁ ପ୍ରଣବ ସାହୁଙ୍କ ରିପୋର୍ଟ, ଇଣ୍ଡୋ ଟିଭି। ଆଠଗଡ଼ ଅବକାରୀ ବିଭାଗକୁ ବଡ଼ ସଫଳତା। ବାରମ୍ବାର ଧରପଗଡ଼ ପରେ ପୁଣି ଆଜି ଦେଶୀ ମଦର ପେଣ୍ଠସ୍ଥଳୀ କୋରଙ୍ଗା ଗ୍ରାମର ପୁଣି ମଦ ତିଆରି ହେଉଥିବା ପୋଚ ବିପୁଳ ପରିମାଣରେ ଜବତ କରାଯାଇ ନଷ୍ଟ କରାଯାଇଛି। ଏହି ଜବତରେ ଆଠଗଡ଼ କଟକ ଜିଲ୍ଲାପାଳ ଏବଂ କଟକ ଅବକାରୀ ବିଭାଗର ଅଧୀକ୍ଷକ ନିର୍ଦ୍ଦେଶକ, କଟକ ଓ ଆଠଗଡ଼ ଅବକାରୀ ବିଭାଗର 6ଟି ଟିମ୍ ମିଳିତ ଭାବେ ଆଠଗଡ଼ କୋରଙ୍ଗା ଗାଁରେ ଚଢ଼ାଉ କରି କୋରଙ୍ଗା ଗାଁରେ ହିଡ଼ ଓ ଜଙ୍ଗଲ ମଧ୍ୟରେ ଥିବା ଗଛରେ ହଜାର ହଜାର ଲିଟର ପୋଚ ରନ୍ଧା ଯାଇଥିବା ଦେଶୀ ମଦ୍ୟ ଜବତ କରିବା ସହିତ ନଷ୍ଟ କରାଯାଇଛି। ଆଜି ସକାଳ 8ଟାରୁ ଏହି ଚଢ଼ାଉ ଜାରି ହୋଇଥିବା ସୂଚନା ମିଳିଛି। ପୂର୍ବରୁ ମଧ୍ୟ ଚଢ଼ାଉ କରାଯାଇଥିଲେ ମଧ୍ୟ ଚୋରା ଦେଶୀ ମଦ ମାଫିଆମାନେ ଖସି ପଳାଇଛନ୍ତି। ଆଠଗଡ଼ କୋରଙ୍ଗା ଗାଁ ଦେଶୀ ମଦର କୁଟୀରଶିଳ୍ପ ଥିବା ବେଳେ ଏହି ଗାଁରୁ ଓଡ଼ିଶାର କୋଣ ଅନୁକୋଣ ଚୋରା ଦେଶୀ ମଦ୍ୟ ଚାଲାଣ ହେଉଛି ଏବଂ ବର୍ତ୍ତମାନ ଦେଖିବାର ଯେ ଏହି ସମ୍ପୂର୍ଣ୍ଣ ଦେଶୀ ମଦ କିପରି ଭାବେ ବନ୍ଦ ହେଉଛି, ଏହା ସାଧାରଣ ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟବସ୍ତୁ ପାଲଟିଛି। ଆଠଗଡ଼ ପ୍ରଣବ ସାହୁଙ୍କ ରିପୋର୍ଟ, ଇଣ୍ଡୋ ଟିଭି।